ଆଜ୍ଞା ବିଭିନ୍ନ ମଠ ମନ୍ଦିର ଘର ମାନଙ୍କରେ ସୁନାଗହଣା ରହିଛି ତେବେ ତାକୁ ଲୋକମାନେ ସୁରକ୍ଷିତ ଭାବେ ବ୍ୟାଙ୍କ ମାଧ୍ୟମରେ ରଖୁଛନ୍ତି। ତେବେ ବିଭିନ୍ନ ମଠ ମନ୍ଦିରରେ ଯୋଉ ଠାକୁରଙ୍କର ବିଭିନ୍ନ ଅଳଙ୍କାର ରହିଛି ତେବେ ସେ ସୁରକ୍ଷିତ ନାହିଁ, ଯାହାକି ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚୋରି ମଧ୍ୟ ହଉଛି। ତେବେ ତାକୁ ନେଇ କଣ କରିବେ, କିଭଳି ରଖିଲେ ସୁରକ୍ଷିତ ରହିପାରିବ ତାକୁ ନେଇ କଣ କରିବେ? ଦେଖନ୍ତୁ, ପରିବାର ସଦସ୍ୟମାନେ ତାଙ୍କର ପ୍ରତ୍ୟେକ ଜିନିଷ ସୁରକ୍ଷା ପାଇଁ, ବିଶେଷ କରି ଆପଣଙ୍କର ଅର୍ଣ୍ଣାମେଣ୍ଟସ୍ ପାଇଁ, ସୁନା ଅଳଙ୍କାର ପାଇଁ ସେମାନେ ବ୍ୟାଙ୍କର ଲକରକୁ ଗୁରୁତ୍ୱ ଦିଅନ୍ତି ଏବଂ ସେମାନେ ଭାବନ୍ତି ଯଦି ଆମେ ଲକରରେ ରଖିବା, ବ୍ୟାଙ୍କରେ ରଖିବା, ତାହେଲେ ଆମର ଅର୍ଣ୍ଣାମେଣ୍ଟସ୍ ବା ସୁନା ଅଳଙ୍କାର ସୁରକ୍ଷିତ ଭାବରେ ରହିବ। ସେମିତି ଆପଣଙ୍କର ମଠ ମନ୍ଦିରରେ ଯେଉଁ ଯଦି କରୋଡ଼ କରୋଡ଼ ଟଙ୍କାର ସୁନା ଗହଣା ଲୋକମାନେ ଦେଉଛନ୍ତି ବା ପ୍ରଭୁଙ୍କର ପାଇଁ ଆସୁଛି, ଯଦି ସେହାକୁ ସୁରକ୍ଷିତ ଭାବରେ ଠିକ୍ ଭାବରେ ରଖାଯାଏ, ତାହେଲେ ମୁଁ ଭାବୁଛି, ମୋର ମତ କହୁଛି ଯେ ଯଦି ଗୋଟେ ଟ୍ରଷ୍ଟ କରାଯାଏ, ସେ ଟ୍ରଷ୍ଟରେ 10-15 ଜଣ ଲୋକକୁ, ଯେଉଁମାନେ କି ଜ୍ଞାନୀ ଗୁଣୀ ବିଦ୍ୱାନ ଏବଂ ସମର୍ପିତ ଲୋକ, ସେମାନଙ୍କୁ ନେଇକି ଗୋଟେ ଟ୍ରଷ୍ଟ କରାଯାଏ ଏବଂ ତାଙ୍କର ମାଧ୍ୟମରେ ଯଦି ରଖା ହୁଅନ୍ତା ସୁନା ଗହଣା ବା ପ୍ରଭୁଙ୍କର ସବୁ ଅଳଙ୍କାର, ତାହେଲେ ମୁଁ ଭାବୁଛି ସୁରକ୍ଷିତ ଅବସ୍ଥାରେ ରୁହନ୍ତା। କାରଣ ସେମାନେ ଯେହେତୁ ଗୋଟେ ଟ୍ରଷ୍ଟ ଅଛି, ପ୍ରତ୍ୟେକଙ୍କ ତତ୍ତ୍ୱାବଧାନ ଡାଇରେକ୍ଟଲି ରୁହନ୍ତା ଏବଂ ପ୍ରତ୍ୟେକ ତତ୍ତ୍ୱାବଧାନଟା ଯଦି ଠିକ୍ ଭାବରେ ରୁହନ୍ତା ଏବଂ ପ୍ରତ୍ୟେକ ଜିନିଷକୁ ସେମାନେ ଯଦି ଠିକ୍ ଭାବରେ ଆପଣଙ୍କର ମାନେ ଚିନ୍ତା କରିକି ରଖନ୍ତେ, ତାହେଲେ ମୁଁ ଭାବୁଛି ସେଟା ସୁରକ୍ଷିତ ରୁହନ୍ତା ବା ମଠରୁ ବହୁତ କାଂଶରେ ଏଟା ଦୂର ହୁଅନ୍ତା। ତେଣୁ ମୋର ହିସାବରେ ଟ୍ରଷ୍ଟର ଆବଶ୍ୟକତା ନିହାତି ରହୁଛି ଏବଂ ଟ୍ରଷ୍ଟ କେଉଁମାନଙ୍କୁ ନେଇକି କରାଯିବ, ଯେଉଁମାନେ କି ପ୍ରକୃତରେ ବିଦ୍ୱାନ ହେଇଥିବେ, ଜ୍ଞାନୀ ହେଇଥିବେ, ପ୍ରଭୁଙ୍କର ପ୍ରତି ଭକ୍ତି ଥିବ, ସମର୍ପଣ ମନୋଭାବ ଥିବ, ସାଧୁତା ଥିବ, ସେହି ପ୍ରକାର ଲୋକଙ୍କୁ ନେଇକି ଯଦି ଟ୍ରଷ୍ଟ ହୁଏ ଏବଂ 10-15 ଜଣ ସେ ଟ୍ରଷ୍ଟରେ ରହିବେ, ପ୍ରତ୍ୟେକ ମେମ୍ବରଙ୍କର ଡାଇରେକ୍ଟ ତତ୍ତ୍ୱାବଧାନ ରହିବ, ତାହେଲେ ନିଶ୍ଚିତ ଭାବରେ ପ୍ରତ୍ୟେକ ଜିନିଷ ପ୍ରଭୁଙ୍କ ସୁରକ୍ଷିତ ଅବସ୍ଥାରେ ରହିବ। ଏଟା ମୋର ମତ।